ନବରଙ୍ଗପୁର ଜିଲ୍ଲା କୋଷାକୁମୁଣ୍ଡା ପଞ୍ଚାୟତ ସମିତି ସଭାଗୃହରେ ଆଜି ଭାରତ ସରକାରଙ୍କ ବିକଶିତ ଭାରତ ଜିରାମଜି ଅଧିନିୟମ ଶୁଭାରମ୍ଭ ହୋଇଯାଇଛି। ନବରଙ୍ଗପୁର ଜିଲ୍ଲା କୋଷାକୁମୁଣ୍ଡା ପଞ୍ଚାୟତ ସମିତି ସଭାଗୃହରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିକଶିତ ଭାରତ ଜିରାମଜି ଯୋଜନାର ଉଦ୍ଦେଶ୍ୟ ଓ କାର୍ଯ୍ୟ ପଦ୍ଧତି ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରାଯାଇଥିଲା। ଏହି ଯୋଜନା ମାଧ୍ୟମରେ ଗ୍ରାମାଞ୍ଚଳରେ ରୋଜଗାରର ସୁଯୋଗ ବୃଦ୍ଧି, ସ୍ଥାୟୀ ସମ୍ପତ୍ତି ସୃଷ୍ଟି ଏବଂ ଗ୍ରାମୀଣ ବିକାଶକୁ ଅଧିକ ଗତିଶୀଳ କରିବା ଲକ୍ଷ୍ୟ ରଖାଯାଇଛି। କାର୍ଯ୍ୟକ୍ରମରେ ଉପସ୍ଥିତ ଅଧିକାରୀମାନେ ଯୋଜନାର ସଫଳ କାର୍ଯ୍ୟାନ୍ୱୟନ ପାଇଁ ସମସ୍ତଙ୍କ ସହଯୋଗ ଆହ୍ୱାନ କରିଥିଲେ। ଏହି ଯୋଜନା ମାଧ୍ୟମରେ ଗ୍ରାମାଞ୍ଚଳର ଆର୍ଥିକ ଉନ୍ନତି ସହ ଲୋକଙ୍କ ଜୀବନଯାପନରେ ସକାରାତ୍ମକ ପରିବର୍ତ୍ତନ ଆସିବ ବୋଲି ଆଶା ପ୍ରକାଶ କରାଯାଇଛି। କୋଷାକୁମୁଣ୍ଡାରେ ବିକଶିତ ଭାରତ ଜିରାମଜି ଯୋଜନାର ଶୁଭାରମ୍ଭ ସହିତ ଗ୍ରାମୀଣ ବିକାଶ ଓ ରୋଜଗାର କ୍ଷେତ୍ରରେ ଏକ ନୂଆ ଅଧ୍ୟାୟର ଆରମ୍ଭ ହୋଇଛି। ମାନେ ଜାଣିଥିବେ ସମସ୍ତେ କି 1 ଜୁଲାଇରୁ ଆମର ନରେଗାରୁ ବିବିଜି ରାମଜିର ପ୍ରୋଗ୍ରାମ ଚେଞ୍ଜ ହେଇକି ଆମର ଅଞ୍ଚଳରେ 26ଟା ପଞ୍ଚାୟତରେ ଆମର ସମସ୍ତ ରାଜ୍ୟମାନଙ୍କରେ ଷ୍ଟାର୍ଟ ହେଲା। ଆଜି ଆମର ଇନାଗୁରେସନ ପ୍ରୋଗ୍ରାମରେ ସମସ୍ତ ପଞ୍ଚାୟତର ସରପଞ୍ଚ ସମିତି ମେମ୍ବର ଆମର ଚେୟାରମ୍ୟାନ୍ ଭାଇସ୍ ଚେୟାରମ୍ୟାନ୍ ଉପସ୍ଥିତ ଥିଲେ। ତା ସହିତ ନରେଗାରେ କାମ କରୁଥିବା ସମସ୍ତ ଅଞ୍ଚଳରୁ ଆସିଥିବା ଆମର ମେଟ୍ ମାନେ କିଛି ୱାର୍କର୍ସ ମାନେ ମଧ୍ୟ ପ୍ରେଜେଣ୍ଟ ଥିଲେ। ସମସ୍ତଙ୍କର ଉପସ୍ଥିତିରେ ଆମେ ଆଜି ବିବିଜି ରାମଜିର ଉଦ୍ଘାଟନ କଲୁ ଆମ କୋଷାକୁମୁଡ଼ା ପଞ୍ଚାୟତ ସ୍ତରରେ ଏବଂ ଆମର ପଞ୍ଚାୟତ ସମିତି ସ୍ତରରେ। ଆପଣମାନେ ଜାଣି ବହୁତ ଖୁସି ହେବେ କି ବର୍ତ୍ତମାନ ସରକାର ସେଟାକୁ 100 ଦିନରୁ 125 ଦିନକୁ କରିଛନ୍ତି ଏବଂ ଯେଉଁଟା ମଜୁରୀ ଆଗରୁ ମିଳୁଥିଲା ସେଟାକୁ ବଢ଼େଇକି ଆମର 300 ଟଙ୍କା କରାଯାଇଛି। ମୁଁ ଆଶା ରଖୁଛି କି ଯେଉଁ ବିବିଜି ରାମଜିରେ ଯେଉଁ 4 ଭାଗରେ ବିଭକ୍ତ କରାଯାଇଛି କାମ ଗୁଡ଼ିକୁ, ସେଇ ପ୍ରୋସେସରେ ଆମର ବଜେଟ୍ କରାଯିବ ପ୍ରତ୍ୟେକ ପଞ୍ଚାୟତରେ, ଆମର ଗ୍ରାମ ସଭାରେ ଆକ୍ସନ ପ୍ଲାନ୍ କରାଯିବ ଏବଂ ସଫଳ ରୂପାୟନ କରାଯିବ ବିବିଜି ରାମଜିର କୋଷାକୁମୁଡ଼ା ପଞ୍ଚାୟତ ସମିତି ସ୍ତରରେ। ଧନ୍ୟବାଦ। କେନ୍ଦ୍ର ସରକାର गोटे ऐतिहासिक बिल आनिछंती जहाँ आगु एनआरजीएस थिला सेटा एबे परिवर्तित भाव में विकसित भारत ग्यारंटी फॉर रोजगार एंड आजीविका मिशन ग्रामीण भाव में गोटे नूतन बिल आनिछंती जहाँ फल कि 2047 सुधा भारत वर्ष को सशक्त भारत, आत्मनिर्भरशील भारत, स्वावलंबी भारतर जो स्वप्न देखाई भारतर स्वाधीनतार 100 वर्ष पूर्ति अवसर रे सेते बेलकु ग्रामीण अंचल रे समस्त लोकों को आमे आजीविका मिशन माध्यम रे एवं रोजगार समस्त को जगाइबा। एनआरजीएस आगे 100 दिन थिला, वर्ष को 100 दिन थिला, एबे वर्ष को 125 दिन रोजगार ग्यारंटी दिया जिवो।